ଆଜି ରୋଷେଇ କଣ କରିମି? ମାରେ ଆଜି କି ବାର କହ? ମା ଆଜି ବା ରବିବାର। ମାରେ ଆଜି ତ ରବିବାର, ତୋ ମନ ପସନ୍ଦର ଆଜି ତୁ ରୋଷେଇ କର। ତତେ ଯୋଉ ତରକାରୀ ଭଲ ଲାଗେ ତୁ ସେଇ ତରକାରୀ କର। ମତେ ଡାଲମା ଆଉ ଆଳୁ ଚୋଖା ବହୁତ ଭଲ ଲାଗେ। ହଉରେ ମା, ତୁ ଡାଲମା ଆଳୁ ଚକଟା କରିଦେ, ଆମେ ସବୁ ସାଙ୍ଗର ଖାଇବା। ହଉ ମା, ମୁଁ ଯାଉଛି ସାଙ୍ଗେ ସାଙ୍ଗେ କରିଦଉଛି। ଆଜି ରୋଷେଇ କଣ ହଉଛି? ଆଜି ଡାଲମା ଆଉ ଆଳୁ ଚୋଖା ହବ। ଆଜି ବା ରବିବାର, ଡାଲମା ଆଳୁ ଚୁକା କାହିଁ କରିବୁ? ପନିର ଯୋଉ ଆଣିଥିନି ତୁ ପନିର କରିବୁନି କି? ଏ ଡାଲମା ଆଳୁ ଚୁକା ମୁଁ ଖାଇମିନି। ହଉ ଠିକ ଅଛି, ଡାଲମା ଆଳୁ ଚୋଖା ମୁଁ ରୋଷେଇ କରିବିନି। ପନିର ତରକାରୀ ରୋଷେଇ କରିଦେମି, ଆମେ ସବୁ ସାଙ୍ଗର ଖାଇବା। ହଉ ତୁ ଶୀଘ୍ର କରିଦେ, ମତେ ଜୋର ଭୋକ ଲାଗିଲାଣି। ବାବୁ ଶୁଣନି ଏଠିକି। ହଁ ମା, କଣ କହୁଛୁ? ବାବୁ ତୁ ତ ଚାକିରି କରୁଛୁ, ତୋ ଅଫିସର କେତେଟା ଛୁଟି ମିଳେ? ମା, ଆମର ମାସକୁ 4ଟା ଛୁଟି ମିଳେ। ସେଇ ଛୁଟିର ତୁ କଣ କରୁ? ଯୋଉ 4ଟା ଛୁଟି ମିଳେ ମୁଁ ବାହାରକୁ ଟିକେ ବୁଲାବୁଲି କରେ, ଆଉ ଯାହା ମନ ଇଚ୍ଛା ହୁଏ ମୁଁ ତାକୁ ଖାଏ। ତତେ ଛୁଟି ମିଳିଲେ ତୁ ମନ ଇଚ୍ଛା ବୁଲୁ, ତୋ ମନ ପସନ୍ଦର ଖାଉ। ବାବାରେ, ମୋ ବୋଉ ଏମିତି କି ଚାକିରି କରିଛି, ଗୋଟେ ଦିନ ଛୁଟି ମିଳିବା ତ ଦୂରର କଥା, ତା ନିଜ ପସନ୍ଦର କଣ ଖାଇବା ସେ ବନେଇ ପାରିବନି? ବାବାରେ, ସେ ଘରର ଚାକରାଣୀ ନୁହଁ, ତାର ବି କିଛି ଇଚ୍ଛା ଅଛି, ତାକୁ ବି ତା ଇଚ୍ଛା ପୂରଣ କରିବାକୁ ଦେ। ସବୁଦିନ ତ ସେ ଆମ ପସନ୍ଦ ରୋଷେଇ କଲା, ଏମିତି ଦିନ ନ ଆସୁ ଆମ ପସନ୍ଦ ରୋଷେଇ କରୁ କରୁ ତା ନିଜ ପସନ୍ଦ ସେ ଭୁଲି ଯାଉ। ତା ପସନ୍ଦର ଖାଇବା ତା ବାପ ଘରୁ ସେ ଖାଇକି ଆସିଛି, ଏଠିକି ଆସିଲା ପରଠୁ ତା ନିଜ ପସନ୍ଦର ସେ ଖାଇବା ଭୁଲି ଯାଇଛି। ମା, ଆଉ ତୁ ଯୋଉଟା କହୁଛୁ ଠିକ କହୁଛୁ, ଆଉ ଏଇ କଥା ମୋ ମନକୁ କେବେ ଆସିନଥିଲା। ଆଜି ଡାଲମା ଆଉ ଆଳୁ ଚୁକା କରିଦେ, ଆମେ ଖାଇଦେବା। ହଉ, ମୁଁ ସାଙ୍ଗେ ସାଙ୍ଗେ ରୋଷେଇ କରିଦଉଛି, ଆମେ ସବୁ ମିଶିକି ଖାଇବା। ସତରେ ଗୋଟେ ସ୍ତ୍ରୀର ଇଚ୍ଛା ପୂରଣ କରିବା ହେଉଛି ଗୋଟେ ସ୍ୱାମୀର କର୍ତ୍ତବ୍ୟ।